ଅନେକ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ବାଘଟିଏ ଆଉ ବାଘୁଣୀଟିଏ ତାଙ୍କ ପୁଅ ସହ ରହୁଥିଲେ। ବାଘୁଣୀଟି ବଡ଼ କଷ୍ଟରେ ପୁତ୍ର ସନ୍ତାନଟିଏ ପାଇଥିଲା। ସେଥିପାଇଁ ସେ ତା ପୁଅର ସବୁ ଜିଦି ପୂରା କରୁଥିଲା। ହେଲେ ବାଘ ଛୁଆ ଯେହେତୁ ବହୁତ ଗେଲ ବସରରେ ବଢ଼ିଥିଲା, ସେ ଦୁନିଆ ବିଷୟରେ ଅଧିକ ଅବଗତ ନଥିଲା। ମୋଟାମୋଟି କହିବାକୁ ଗଲେ ସେ ବହୁତ ବୋକା ଥିଲା। ଦିନକର କଥା। ଜାଣିଛ ସାଙ୍ଗମାନେ, ଆଜି ମୋ ମା ଗୋଟେ ହାତୀ ଶିକାର କରିକି ଆଣିଥିଲେ। ମୁଁ ଆଉ ବାପା ତାକୁ ପେଟ ପୁରେଇ ଖାଇଲୁ। ସତରେ? ତମ କଥା ଶୁଣି ମୋର ତ ଲାଳ ଗଡ଼ିଲାଣି। ହାତୀର ଶୁଣ୍ଡ ବହୁତ ସୁଆଦିଆ। ମୁଁ ମୋ ମାଙ୍କୁ କହିଛି, ଯାହା ବଳିବ ତାକୁ ରାତି ପାଇଁ ରଖିଥିବେ। ମୁଁ ତମ ସହ ଖେଳିକି ଗଲେ ପୁଣି ଖାଇବି। କଣ କହୁଛ ତମେ? ତମ ଭାଗ୍ୟ ବହୁତ ଭଲ। ମୋ ମା ତ ସବୁବେଳେ ସେ କେନ୍ଦୁ ଖାଇବାକୁ ଦଉଛନ୍ତି। ସେଗୁଡା ଖାଇ ଖାଇ ମୁଁ ବିରକ୍ତ ହେଇଗଲିଣି। ମତେ ଟିକେ ଆଜି ତମ ଘରକୁ ନବ? ମୋର ତମ କଥା ଶୁଣି ସେ ହାତୀ ମାଂସ ଖାଇବାକୁ ଇଚ୍ଛା ହଉଛି। ଥାଉ ଥାଉ, ବେଶୀ ଲୋଭ କରନା। ଭାଲୁ ଛୁଆ ହେଇକି ମୋ ସହ ସାଙ୍ଗ ହଉଛୁ, ସେତିକି ଯଥେଷ୍ଟ। ଆମ ଘରକୁ ତତେ ଡାକି ତୋ ସହ ବସି ଖାଇଲେ ଜଙ୍ଗଲର ଅନ୍ୟ ପ୍ରାଣୀ ମାନଙ୍କ ଆଗରେ ଆମ ସମ୍ମାନ ରହିବ ତ? ଏଇ ବାଘ ଛୁଆର ବହୁତ ଅହଙ୍କାର। ଆଜି ମୁଁ ୟାକୁ ପାନି ଦେବି। ଆରେ ଭାଇ, ହାତୀ ମାଂସ ଖାଇଲେ କଣ ହବ? ମୋ ମା ତ ସବୁଦିନ ହାତୀ ଶିକାର କରନ୍ତି। ପାରୁଛ ଯଦି ତମ ମାଙ୍କୁ କହି ଗଣ୍ଡା ଶିକାର କରିକି ଦେଖାଅ, ତାହେଲେ ଯାଇ ମୁଁ ମାନିବି। ଶୁଣ ଭାଇ, ମୋ ମା ବହୁତ ଶକ୍ତିଶାଳୀ। ସେ ମୋ ପାଇଁ ଗୋଟାଏ କଣ 100ଟା ଗଣ୍ଡା ବି ଶିକାର କରିକି ଆଣିପାରିବ। ଥାଉ, ଫୁଟାଣି ମାରିଦେଲେ ଖାଲି ହବନି। ଯାହା କୁହା ହେଲା କରିକି ଦେଖାଅ, ତାପରେ ଯାଇ ମୁଁ ମାନିବି। ସିଂହ ଛୁଆର କଥା ଶୁଣି ବାଘ ଛୁଆ ଚାଲିଗଲା। ଆଉ ସେ ସିଧା ଯାଇ ତା ବାପା ମାଙ୍କ ପାଖରେ ପହଞ୍ଚିଲା। ମା, ମା, ଏ ମା, କୁଆଡେ ଗଲୁ ତୁ? କହ ବାପା, ମୁଁ ଏଇଠି ଅଛି। ମା, ମତେ ଗୋଟାଏ କଥା କହିବୁ? ହଁ ବାପା, ପଚାର। ତୁ ମତେ ବହୁତ ଭଲ ପାଉନା? ଏଇଟା କଣ ପଚାରିବା କଥା? ଦୁନିଆର ସବୁ ବାପା ମା ତାଙ୍କ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ନା, ତୁ ମିଛ କହୁଛୁ। ତୁ ମତେ ଜମା ଭଲ ପାଉନା। ଆରେ କଣ ହେଇଛି ବାବା, ଏମିତି କାହିଁକି କହୁଛୁ? କିଛି ହେଇନି। ମୋର ପ୍ରମାଣ ଦରକାର ଯେ ତୁ ସତରେ ମତେ ବହୁତ ଭଲ ପାଉ। ଆଚ୍ଛା, ତାହେଲେ କହ, ମୁଁ କଣ କଲେ ତତେ ପ୍ରମାଣ ମିଳିବ ଯେ ମୁଁ ତତେ ବହୁତ ଭଲ ପାଏ ବୋଲି? ମୋର ଗଣ୍ଡା ମାଂସ ଦରକାର। ଶୁଣିଛି ତା ମାଂସ କୁଆଡେ ବହୁତ ସୁଆଦିଆ। ହେଲେ ମୁଁ କିଛି ଜାଣିନି। ମୁଁ ଗଣ୍ଡା ମାଂସ ଖାଇବି ମାନେ ଖାଇବି। ବାଘୁଣୀ ଏ ବିଷୟରେ ବାଘ ଆଗରେ ଯାଇ କହିଲା, ଦେଖ, ଆମେ ଯଦି ଆମ ପିଲାର ସବୁ ଆବଶ୍ୟକତାକୁ ପୂରା କରିବା, ତେବେ ସେ ଅବାଟକୁ ଚାଲିଯିବ। ସେ ବାହାର ଦୁନିଆ ବିଷୟରେ କିଛି ବି ଜାଣିପାରିବନି। ଏବେ ସେ ଧୀରେ ଧୀରେ ବଡ଼ ହଉଛି। ତାକୁ ତା ଶିକାର କରିବାକୁ ଦିଅ। ନା ନା, ବହୁତ କଷ୍ଟରେ ମୁଁ ପୁଅଟାଏ ପାଇଛି। ତାର ସବୁ ଆବଶ୍ୟକତାକୁ ପୂରା କରିବା ମୋର ଦାୟିତ୍ୱ। ଏବେ ଯେତେ ଦିନ ଯାଏ ମୁଁ ବଞ୍ଚିଛି, ତାର ସବୁ କଥା ମୁଁ ବୁଝିବି। ଶୁଣ, ମୋ ଆଗରେ ଏଇ ଦାୟିତ୍ୱ ଆଉ କର୍ତ୍ତବ୍ୟର କଥା କହି ତମେ ତାକୁ ଅଧିକ ମୁହଁ ବଢା କରୁଛ। ନା, ମୁଁ କେବଳ ମୋ ମା ହବାର ଧର୍ମ ପାଳୁଛି। ତମର ଯାହା ଇଚ୍ଛା କର। ଏବେ ତମେ ପୁତ୍ର ମୋହରେ ଅନ୍ଧ ହୋଇଯାଇଛ। ଭଗବାନ କରନ୍ତୁ ଏମିତି ସମୟ ନ ଆସୁ ଯେତେବେଳେ ତମକୁ ପସ୍ତେଇବାକୁ ପଡ଼ିବ। ବାଘ ସହ ଝଗଡ଼ା କରି ବାଘୁଣୀ ଗଣ୍ଡା ଶିକାର କରିବାକୁ ଗଲା। ବାଟରେ ସତକୁ ସତ ତା ହାବୁଡ଼ରେ ଗୋଟାଏ ଗଣ୍ଡା ପଡ଼ିଲା। ବାଘୁଣୀ ତାକୁ ଦେଖିବା ମାତ୍ରେ ତା ଉପରେ ଆକ୍ରମଣ କଲା। ଗଣ୍ଡା ଆଉ ବାଘୁଣୀଙ୍କ ଭିତରେ ବହୁତ ସମୟ ପର୍ଯ୍ୟନ୍ତ ଲଢ଼େଇ ଚାଲିଲା। ଶେଷରେ ବାଘୁଣୀ ଗଣ୍ଡାକୁ ମାରିଦେଲା। ହେଲେ ଗଣ୍ଡା ସିଂହରେ ତା ଦେହର ବିଭିନ୍ନ ଜାଗା ଖଣ୍ଡିଆ ହେଇଯାଇଥିଲା। ବାଘୁଣୀ ଯେତେବେଳେ ଯାଇ ଗୁମ୍ଫାରେ ପହଞ୍ଚିଲା, ସେତେବେଳେ ତା ପୁଅ ଆସି ତାଠୁ ଗଣ୍ଡା ମାଂସ ନେଇ ଚାଲିଗଲା। କିନ୍ତୁ ସେ ଟିକେ ବି ମୁହଁ ବୁଲେଇ ତା ମାର କ୍ଷତକୁ ଦେଖିଲାନି କି ସେ ବିଷୟରେ ତାକୁ ପଚାରିଲାନି। ସେତିକି ବେଳେ ବାଘୁଣୀର ବାଘ କଥା ମନେ ପଡ଼ିଲା। ମୋ ଆଗରେ ଏଇ ଦାୟିତ୍ୱ ଆଉ କର୍ତ୍ତବ୍ୟର କଥା କହି
ତମେ ତାକୁ ଅଧିକ ମୁହଁ ବଢା କରୁଛ। ଏବେ ତମେ ପୁତ୍ର ମୋହରେ ଅନ୍ଧ ହୋଇଯାଇଛ। ଭଗବାନ କରନ୍ତୁ ଏମିତି ସମୟ ନ ଆସୁ ଯେତେବେଳେ ତମକୁ ପସ୍ତେଇବାକୁ ପଡିବ। ବାଘୁଣୀ ନିଜ ଭୁଲ ବୁଝିପାରିଲା। ସେ ବାଘ ଆଗରେ ଯାଇ ସବୁ କଥା କହିଲା ଆଉ ତାକୁ କ୍ଷମା ମାଗିଲା। ଆଉ ଦିନକର କଥା, ଦିନେ ବାଘ ଛୁଆ ଜଙ୍ଗଲରେ ଖେଳୁଥିଲା। ସେତିକି ବେଳେ ତାକୁ ଗୋଟାଏ ଶାଗୁଣା ଦେଖିଲା। ଆରେ ବା, ଏଇ ବାଘ ଛୁଆଟା ତ ଭାରି ହୃଷ୍ଟପୃଷ୍ଟ ହେଇଛି। ୟାକୁ ମାରିକି ଖାଇଲେ ମୁଁ ସପ୍ତାହ ପର୍ଯ୍ୟନ୍ତ ଶିକାର ନ କରି ରହିଯିବି। ଆରେ ସାଙ୍ଗ, କେମିତି ଅଛୁ? ଭଲ ଅଛି। ତମେ କେମିତି ଅଛ? ମୁଁ ଭଲ ଅଛି, ହେଲେ ତତେ ଦେଖି ମୁଁ ବହୁତ ଖୁସି ହେଇଗଲି। ମତେ ଦେଖି? କାଇଁ? ଏତେ ସୁନ୍ଦର ବାଘ ଛୁଆ ମୁଁ ଜଙ୍ଗଲରେ କେବେ ବି ଦେଖିନି। ଯେମିତି ମୁହଁ ସେମିତି ଶରୀର। ତୁ ଆଉ ଟିକେ ବଡ ହେଇଗଲେ ଗୋଟିଏ ଝାମ୍ପରେ 10ଟା ହରିଣଙ୍କୁ ଶିକାର କରିବୁ। ଆଚ୍ଛା, ଧନ୍ୟବାଦ ଧନ୍ୟବାଦ। ହେଲେ ଗୋଟେ ଅସୁବିଧା ଅଛି। ଅସୁବିଧା? କି ଅସୁବିଧା? ତୋ ଭଳି ସୁନ୍ଦର ବାଘ ଛୁଆ ମାଟି ଉପରେ ଚାଲିଲେ ଜମା ଭଲ ଲାଗୁନି। ତୁ ତ ମାଟି ଠାରୁ ଆହୁରି ଉପରେ ଚାଲିବା ଦରକାର। ମାଟି ଉପରେ ମାନେ କୋଉଠି? ମାଟି ଉପରେ ମାନେ ଶୃଙ୍ଗ ଦେଶରେ, ଆକାଶରେ, ନହେଲେ ଗଛ ଉପରେ। ଶୃଙ୍ଗ ଦେଶକୁ ଗଲେ ମତେ ବହୁତ କଷ୍ଟ ହବ। ଆଉ ଆକାଶରେ ରହିବାକୁ ମୋର ଇଚ୍ଛା ନାହିଁ। ଭାବୁଛି ମୁଁ ଗଛ ଉପରେ ହିଁ ରହିବି। ଫସିଗଲା। କଣ କହିଲ? ନାଇଁ ନାଇଁ, ମାନେ ମୁଁ କହୁଥିଲି ବଢିଆ ହେଲା। ଠିକ ଅଛି, ମୁଁ ଆଜିଠୁ ଏଇ ଗଛରେ ଆସି ରହିବି। ବାଘ ଛୁଆ କଣ କଲା ନା, ତା ବାପା ମାଙ୍କ ପାଖକୁ ଗଲା ଆଉ ଗଛ ଉପରେ ରହିବା ପାଇଁ ଜିଦ୍ଦି କଲା। ଦେଖ ବାବା, ଆମେ ହଉଛୁ ଜାତିରେ ବାଘ। ଆମ ବାସସ୍ଥାନ ହଉଛି ଗୁମ୍ଫା। ଚଢେଇ, ମାଙ୍କଡ, ଗୁଣ୍ଡୁଚି ମୂଷା ଆଦି ଗଛରେ ରୁହନ୍ତି। ଧେତ୍, ସେଗୁଡା ମୁଁ ଜାଣିନି। ମୁଁ ଏଠି ରହିକି ବିରକ୍ତ ହେଇଗଲିଣି। ମୁଁ ଆଜିଠୁ ଗଛରେ ହିଁ ରହିବି। ହେଲେ ବାବା। ଥାଉ, ତାକୁ ବୁଝେଇବା କିଛି ଦରକାର ନାହିଁ। ତାର ଯାହା ଇଚ୍ଛା ସେ ସେଇଆ କରୁ। ସେ ଅସୁବିଧାରେ ନ ପଡିବା ଯାଏ ଆମ କଥା ବୁଝିପାରିବନି। ଅସୁବିଧାରେ ପୁଣି ମୁଁ ପଡିବି? ଆରେ ତମମାନଙ୍କୁ ତ ଖରାପ ଲାଗିବା କଥା ଯେ ବାପା ମା ହେଇକି ତମେ ପିଲାକୁ ଅଭିଶାପ ଦଉଛ। ମୁଁ ଚାଲିଲି, ମୋର ଏଠି ଆଉ ରହିବାର ନାହିଁ। ଆମ କଥାଟା ତୋ ପାଇଁ ଅଭିଶାପ କି ଆଶୀର୍ବାଦ, ସେ କଥା ତୁ ଦିନେ ନିଶ୍ଚୟ ବୁଝିପାରିବୁ। ବାଘ ଛୁଆ ଶାଗୁଣା ପାଖରେ ପହଞ୍ଚି ଗଛ ଉପରକୁ ଚଢିଗଲା। ଧୀରେ ଧୀରେ ରାତି ହେଇଗଲା। ସେ ଯେମିତି ଶୋଇବାକୁ ଗଲା, ଶାଗୁଣା ସୁଯୋଗ ଦେଖି ବାଘ ଛୁଆକୁ ଗଛରୁ ତଳକୁ ଫୋପାଡ଼ି ଦେଲା। ବାଘ ଛୁଆ ଖଣ୍ଡିଆ ଖାବରା ହେଇ ବହୁତ ଜୋରେ ଚିତ୍କାର କଲା। ଶାଗୁଣା ତାକୁ ଯେମିତି ଖୁମ୍ପି ଖାଇବାକୁ ବାହାରିଲା, ପୁଅର ଚିତ୍କାର ଶୁଣି ବାଘ ଆଉ ବାଘୁଣୀ ସେଠି ଆସି ପହଞ୍ଚିଲେ। ସେମାନେ କଣ କଲେ ନା, ଶାଗୁଣାକୁ ବହୁତ ଜୋରେ କାମୁଡି ଆମ୍ପୁରି ତାକୁ ସେଇଠି ମାରିଦେଲେ। ବାପା ମା, ମତେ କ୍ଷମା କରିଦିଅ। ମୋର ଭୁଲ ହେଇଛି। ମୁଁ ଆଉ କେବେ ବି ଜିଦି କରିବିନି। ସବୁବେଳେ ତମ କଥା ମାନିବି। ନାଇଁ ରେ ବାବା, ତୁ ତୋ ଭୁଲ ବୁଝିପାରିଛୁ। ୟାଠୁ ବଡ କଥା ଆଉ କିଛି ବି ନୁହଁ। ଚାଲ ଘରକୁ ଯିବା, ଚାଲ। ହଁ ହଁ ବାବା, ଚାଲ ଘରକୁ ଯିବା, ଚାଲ। ଏଥିରୁ ଆମେ କଣ ଶିଖିଲେ? ବଡମାନଙ୍କ କଥାକୁ ଆମେ ସବୁବେଳେ ସମ୍ମାନ ଦବା ଉଚିତ।